ଠାରୁ ଦୂରେଇ ଯିବାର ମୁଖ୍ୟ କାରଣ ହେଉଛି ଘର ଭିତରେ କୌଣସି ନୈତିକ ଶିକ୍ଷା ପାଇବାର ସୁଯୋଗ ବାପା ମା ମାନେ ସୃଷ୍ଟି କଲେ ନାହିଁ। ବିଦ୍ୟାଳୟ ମାନଙ୍କରେ ମଧ୍ୟ କୌଣସି ନୈତିକ ଶିକ୍ଷା କିମ୍ବା ଜୀବନ ଗଠନର ସୂତ୍ର ଶିକ୍ଷା ନାହିଁ ଏବଂ ସମାଜରୁ ମଧ୍ୟ ବର୍ତ୍ତମାନ ଯେଉଁମାନଙ୍କ ପ୍ରବଚନ ଚାଲିଛି ପ୍ରବଚନ ବର୍ତ୍ତମାନ ମନୋରଞ୍ଜନ ହେଉଛି। ଯଦି ଘର ମାନଙ୍କରେ ଆମେ ପୂଜାପାଠ ସମୟରେ କୌଣସି ସାଧୁ ସନ୍ଥ ବିଦ୍ୱାନଙ୍କୁ ଘରକୁ ଡାକି ନୈତିକ ଶିକ୍ଷା ଜୀବନ ଗଠନର ଶିକ୍ଷା ଆମେ ଦିଅନ୍ତେ ମୋର ବିଶ୍ୱାସ ପିଲାଟି ପିଲାବେଳୁ ଶିଖନ୍ତା ରାମଙ୍କର ଚରିତ୍ର କୃଷ୍ଣଙ୍କର ଚରିତ୍ର ଭଗତ ସିଂ କଥା ଜାଣନ୍ତା ଶିବାଜୀ କଣ ପ୍ରତାପ ରୁଦ୍ର କଣ ଜାଣନ୍ତା ଏବଂ ଜୀବନକୁ ସେମିତି ନିର୍ମାଣ କରନ୍ତା ଏବଂ ସେମାନେ ଯେମିତି ରାଷ୍ଟ୍ର ପାଇଁ ସମାଜ ପାଇଁ କାମ କରିଥିଲେ ସେଗୁଡ଼ିକ ସେ ଶିଖନ୍ତା। ବର୍ତ୍ତମାନ ପିଲାଟି ବେଳୁ ଭୋଗ ବିଳାସ କଥା ଶୁଣୁଥିବାରୁ ବର୍ତ୍ତମାନ ନୀତି ଆଦର୍ଶ ପ୍ରତି ଆସିବା ଭାରି କଷ୍ଟକର ହେଉଛି। ଦେଖନ୍ତୁ ସେଗୁଡ଼ିକ ମୋଟ କଥା ହେଉଛି ଠିକରେ ଧର୍ମ ସମ୍ପର୍କରେ ଈଶ୍ୱର ସମ୍ପର୍କରେ ଜ୍ଞାନ ନାହିଁ। ନଖ କଟା ଭୟରେ ଆଙ୍ଗୁଳି କାଟିବା ଏଇଟା ବିଜ୍ଞତାର ପରିଚୟ ନୁହେଁ। ସବୁଦିନ କିଏ ନଖ କାଟିବ ଆଙ୍ଗୁଳିଟା କାଟିଦେଲେ ଗଲା। ଧର୍ମର କିଛି ବିକୃତି ଦେଖି ଧର୍ମକୁ ନ ମାନିବା ଏଇଟା ଠିକ ଲକ୍ଷଣ ନୁହେଁ। ଧର୍ମ କହିଲେ ସେମାନେ ଯାହା ବୁଝୁଛନ୍ତି ସେଇଟା ଧର୍ମ ନୁହେଁ। ଚିତା ଚୈତନ୍ୟ ମଠ ମନ୍ଦିର ମାଳି ଅରୁଆ ଗେରୁଆ ଧର୍ମ ନୁହେଁ। ଦୟା କ୍ଷମା ପରୋପକାର ସେବା ତିଥିକିଆ ଅହିଂସା ସତ୍ୟ ଅସ୍ତେ ହେଉଛି ଧର୍ମ। ଏ ଧର୍ମକୁ କିଏ ମାନିବନି? ସମସ୍ତେ ମାନିବେ। ଆମେ ତ ସବୁବେଳେ କହୁଛୁ ବାପା ମାଙ୍କ ସ୍ମୃତିରେ ଯେମିତି ସେ ଆଜି କୀର୍ତ୍ତନ ମଣ୍ଡପଟି ଉଦ୍ଘାଟନ କଲେ ଆମେ କହୁଛୁ ପ୍ରତ୍ୟେକ ଲୋକ ବାପା ମାଙ୍କ ପ୍ରତି ଶ୍ରଦ୍ଧା କରନ୍ତୁ ଜୀବିତ ପିତାମାତାଙ୍କୁ ଶ୍ରଦ୍ଧା କରନ୍ତୁ ତାହା ହିଁ ପ୍ରକୃତ ଶ୍ରାଦ୍ଧ। ଜୀବିତ ପିତାମାତାଙ୍କର ଇଚ୍ଛାକୁ ପଚାରି ତାଙ୍କୁ ତୃପ୍ତ କରନ୍ତୁ ତାହା ହିଁ ପ୍ରକୃତ ତର୍ପଣ। ଏମିତି କଲେ ବୃଦ୍ଧ ପିତାମାତା ମାନେ କେବେ କଷ୍ଟ ପାଇବେନି କିମ୍ବା ବୃଦ୍ଧାଶ୍ରମ ବଢ଼ିବ ନାହିଁ। ଏବଂ ମୁଁ ସବୁବେଳେ ସମାଜର କଲ୍ୟାଣ ପାଇଁ ଚେଷ୍ଟା କରିଥାଏ ଏବଂ ଶିକ୍ଷାଠାରୁ ଆରମ୍ଭ କରି ଏବଂ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ଏ ଧର୍ମାନୁଷ୍ଠାନର 5 ବର୍ଷ ତଳେ ଭାବିଥିଲି ଏକ ଭବ୍ୟ ମଣ୍ଡନ କରିବା ପାଇଁ ଆଜି ଭବ୍ୟ ମଣ୍ଡପରେ ପରିଣତ ହୋଇଛି। ସେଥିପାଇଁ ମୁଁ ଅତ୍ୟନ୍ତ ଖୁସି ଏବଂ ଗର୍ବିତ ଏବଂ ଗାଁ ଲୋକ ପାଇଁ ଗାଁ ଲୋକ ମଧ୍ୟ ସେଥିପାଇଁ ଧନ୍ୟବାଦ। ଇଏ ହେଉଛି ମୋ ଘର ପଞ୍ଚାୟତ ଲକ୍ଷ୍ମୀଧର ରାଉତ ସମାଜ ସେବାର କ୍ଷେତ୍ରରେ ଏତେ ଅବଦାନ ତାଙ୍କର ହେଇଗଲାଣି। ସେ ନିଜ ଜମିବାଡ଼ି ବିକ୍ରି କରିକି ଲୋକଙ୍କ ସେବା କରିବା ମନୋବୃତ୍ତି। 3 ମାସ ପୂର୍ବରୁ ମୋତେ କହିଲେ ସତ୍ୟାନନ୍ଦ ତୁ କୁଆଡ଼େ ଯିବୁ ନାହିଁ ଆସିବୁ ଯେମିତି ହେଲେ। ମୁଁ ବହୁତ କାମ ଭିତରେ ତାଙ୍କ କାମ ଛାଡ଼ିକି ଆସିପାରିନି। ମୁଁ ପ୍ରାୟ କାମ ଏପଟ ସେପଟ ହୁଏ କିନ୍ତୁ ସେ ଯେଉଁ ସମାଜ ସେବା କ୍ଷେତ୍ରରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଭଦ୍ରକରେ ନାଁ କରିଛନ୍ତି ସେଥିପାଇଁ ମୋତେ ଖୁସି ଲାଗୁଛି ଗର୍ବ ଲାଗୁଛି। ମୋ ପଞ୍ଚାୟତର ଯେଉଁମାନେ ଜମିବାଡ଼ି ବିକ୍ରି କରିକି ନିଜର ପୈତୃକ ସମ୍ପତ୍ତି ବିକ୍ରି କରିକି ଲୋକଙ୍କ ସେବା କରିବା ମନୋବୃତ୍ତି ନେଇଛନ୍ତି ସେଥିପାଇଁ ସାଧୁବାଦ। ସେ ନିଶ୍ଚୟ ଭବିଷ୍ୟତରେ ମୁଁ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବି। ଜଗନ୍ନାଥ ଲକ୍ଷ୍ମୀଧର ରାଉତ ପୀତାମ୍ବର ରାଉତ ତାଙ୍କ ସହପରିବାରକୁ ତାଙ୍କ ପିଲାମାନଙ୍କୁ ଯିଏ ଯେଉଁଠି ଅଛନ୍ତି ସେ ଲୋକଙ୍କ ସେବା ଏମିତି କରିଥାନ୍ତୁ। ତାଙ୍କ ବୟସ ମଧ୍ୟ 70-75 ବର୍ଷ ହେଲେ ମଧ୍ୟ ସେ ୟଙ୍ଗ ଯେତେବେଳେ ଆପଣ ଦେଖିବେ ସେ ପୁରା ସ୍ମାର୍ଟ ଲୋକଙ୍କ ସେବା ମନୋବୃତ୍ତି କାମ କରିବା এইଭଳି ମୁଖ୍ୟ ସ୍ରୋତର ସାମିଲ ହେବା। ଆଜି ଯେଉଁ ଆସିଥିଲେ ସାଧୁ ଜଣେ ସେ ଯେଉଁ କଥା ଗୁଡ଼ାକ ବାଣୀ ଗୁଡ଼ାକ କହିକି ଯାଇଛନ୍ତି ଲୋକଙ୍କ ପ୍ରତି ଆପଣ ଆବେଗ ଲୋକଙ୍କ ଭଲ ପାଇବା ଲୋକଙ୍କୁ ଦାନ କରିବା ସେ ଦାନ କରୁଛନ୍ତି। ଦାନର ଯେଉଁ ତାର ପ୍ରଭାବ ସେ ମୁଁ ଭାବୁଛି ଲକ୍ଷ୍ମୀଧର ରାଉତ ନିଶ୍ଚୟ ଭଦ୍ରକ ଜିଲ୍ଲା ଏବଂ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଓଡ଼ିଶାରେ ନାଁ କରିବେ। ଜଗନ୍ନାଥ ତାଙ୍କୁ କୋଟି ପରମାୟ ଦିଅନ୍ତୁ ତାଙ୍କ ସପରିବାର ସମସ୍ତେ ଭଲ ରୁହନ୍ତୁ ବୋଲି ମୁଁ ଠାକୁରଙ୍କ ପାଖରେ ये युवपीढ़ी निश्चय याकू आदर्श बोली मानि लक्ष्मीधर राउत भाया लोक आदर्श बोली मानिबा दरकार। तांको आदर्श रे अनुप्राणित हेले घरे जो समस्या होउची किंबा समाजर जो समस्या होउची जहाँ कहिले प्रवचन रे कहिले ताहा निश्चय प्रभाव पकेइबो। जदि समस्त आमे तांको अनुकरण करिबा घरर समस्या घर भीतर समाधान हबो समाजर मध्य समाधान हबो एवं पंचायत रे मध्य हबो। ता समस्त समस्त को मानिले भल कथा कहले समस्त समस्त कथा शुणवे बोली मैं आशा व्यक्त करुच्ची। लक्ष्मीधर राउत भाया लोक जन्म देवा दरकार जशीपुर सुबदिया चांदवाली भद्रक रे।